ହାପି ନ୍ୟୁ ଇୟର୍। ୱେଲକମ୍ ଭିଉଅର୍ସ। ଆପଣମାନଙ୍କୁ ଇଂରାଜୀ ନବବର୍ଷର ଅନେକ ଅନେକ ଶୁଭେଚ୍ଛା। ନୂଆବର୍ଷର ସୁନେଲି ପ୍ରଭାତ ଆପଣମାନଙ୍କ ଜୀବନରେ ଆଶାର ଆଲୋକ ଝରାଉ। ସୁଖ ସମୃଦ୍ଧି ଓ ସଦ୍ଭାବନାର ସୁଗନ୍ଧରେ ଆପଣଙ୍କର ପଥ ସଦା ପ୍ରସ୍ଫୁଟିତ ହେଉ। ଆପଣମାନଙ୍କର ଅତୁଟ ସ୍ନେହ ଓ ବିଶ୍ୱାସ ମୋ ଚ୍ୟାନେଲ ଫ୍ରେଶ୍ ଭାଇବ୍ସକୁ ଆଗକୁ ବଢ଼ାଇବାକୁ ପ୍ରେରଣା ଯୋଗାଇଥାଏ। ମୋର ସମସ୍ତ ପ୍ରିୟ ୟୁଟ୍ୟୁବ୍ ଦର୍ଶକମାନଙ୍କୁ ହୃଦୟର ଗଭୀରତାରୁ ନୂଆବର୍ଷର ଅନେକ ଅନେକ ଅଭିନନ୍ଦନ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଇଂରାଜୀ ନବବର୍ଷ ସେଲିବ୍ରେଟ୍ କରିବା ପାଇଁ ହଠାତ୍ ଆରେଞ୍ଜମେଣ୍ଟ ଆରମ୍ଭ କଲୁ। 3-4ଟି ଫ୍ୟାମିଲି ମିଶି ଜଣଙ୍କ ଘରେ ଡିନର କରିବୁ। ସମୟର ଅଭାବ ପାଇଁ ପ୍ରତିଟି ଫ୍ୟାମିଲି 1-2ଟି ଆଇଟମ୍ ଘରୁ କରି ଆଣିବାର ପ୍ରପୋଜାଲ ଦିଆଗଲା। ଅଣ୍ଡା ଚପ୍, ଆଳୁ ଚପ୍, ଫୁଲକୋବି ପନିର ତରକାରୀ ଆମେ ଘରେ କରି ଆଣିବୁ ବୋଲି କହିଲୁ। ଘରକୁ ଆସି ଆରମ୍ଭ କଲୁ ପ୍ରସ୍ତୁତି। ଘରେ ତ ସବୁବେଳେ ସବୁ ଜିନିଷ ଆଭେଲେବୁଲ୍ ନଥାଏ। କିଛି ଜିନିଷ ଆଣିବା ପାଇଁ ଲିଷ୍ଟ କରି ଭାଇକୁ ମାର୍କେଟ ପଠାଇଲୁ। ଆଳୁ ଚପ୍ ଓ ଅଣ୍ଡା ଚପ୍ ଷ୍ଟାର୍ଟର ପାଇଁ, ସେଥିପାଇଁ ଥଣ୍ଡା ହୋଇଗଲେ ଭଲ ଲାଗିବନି। ତାକୁ ପରେ କରିବା ପାଇଁ ଡିସାଇଡ୍ କରି ପ୍ରଥମେ ଫୁଲକୋବି ଓ ପନିର ତରକାରୀ କରିବାକୁ ଷ୍ଟାର୍ଟ କଲୁ। ଆଳୁ ଓ ଫୁଲକୋବିକୁ କାଟି ସେଥିରେ ଲୁଣ, ଲଙ୍କାଗୁଣ୍ଡ, କାଶ୍ମୀର ଲାଲ ମିର୍ଚ୍ଚ, ହଳଦୀ, କର୍ଣ୍ଣଫ୍ଲୋର ଗୋଳେଇ 2-3ଟି ଫେଜ୍ରେ ତାକୁ ସବୁ ଫ୍ରାଏ କରିନେଲୁ। ମୁଁ ମଧ୍ୟ କାମରେ ଲାଗିଗଲି। ସେଥିପାଇଁ ଷ୍ଟେପ୍ ବାଇ ଷ୍ଟେପ୍ ସବୁ ସୁଟ୍ କରିବା ମୋ ପାଇଁ ସମ୍ଭବ ହେଉନଥିଲା। ଭାଇ ଲିଷ୍ଟେଡ୍ ଜିନିଷ ଧରି ଆସିଲା ବେଳକୁ ଆଉ 2-3ଟି ଜିନିଷ ନାହିଁ ବୋଲି କହିଲୁ। ସେ ପୁଣି ମାର୍କେଟ ଗଲା ଓ ଜିନିଷ ନେଇକି ଆସିଲା। ପ୍ରାୟତଃ ଆମେମାନେ ଭୋଜି କରି, ବୁଲିବାକୁ ଯାଇ, ମଜାମସ୍ତି କରି, ବାଣ ଫୁଟେଇ ବିତି ଯାଉଥିବା ବର୍ଷକୁ ବିଦାୟ ଦେଉ ଓ ନୂତନ ବର୍ଷକୁ ସ୍ୱାଗତ ଜଣାଇଥାଉ। ଆମେମାନେ ନୂଆ ବର୍ଷରେ ବହୁତ ପ୍ରକାର ରିଜଲ୍ୟୁସନ୍ ନେଇଥାଉ। କିଏ ପୂରଣ କରିପାରନ୍ତି, ଆଉ କିଏ 2-3 ଦିନରେ ନେଇଥିବା ରିଜଲ୍ୟୁସନ୍କୁ ଭୁଲି ଯାଆନ୍ତି। ଜିରା, ଧନିଆ, ଟମାଟୋ, କାଜୁକୁ ସବୁ ଅଲଗା ଅଲଗା ବାଟି ନେଲୁ। ତେଲରେ ପିଆଜକୁ ଭାଜି ବଟା ମସଲା ସବୁ ଦେଇ ଭଲ ଭାବେ କଷେଇ ଶେଷରେ ସେଥିରେ କାଜୁ ପେଷ୍ଟ ପକେଇଲୁ। ଛଣା ଆଳୁ ଓ ଛଣା କୋବି ମଧ୍ୟ ମଝିରେ ମଝିରେ ଖିଆ ଚାଲିଥାଏ। ମସଲା କଷୁଥିବା କରେଇଟି ଛୋଟ ହୋଇଥିବାରୁ ଭାଇ ବଡ଼ ଡିଶ୍ଟିଏ ବାହାର କରି ଆଣିଦେଲା। ଏବେ ବଡ଼ ଡିଶ୍କୁ କଷା ମସଲାକୁ ଟ୍ରାନ୍ସଫର କଲୁ। ଏବେ ସେଥିରେ ଛାଣି ରଖିଥିବା ଆଳୁ ଓ ଫୁଲକୋବିକୁ ପକେଇ କଷା ମସଲା ସହିତ ଭଲ ଭାବେ ଗୋଳେଇ ଦେଲୁ। କରି ରଖିଥିବା ଗରମ ପାଣିକୁ ସେଥିରେ ପକେଇ ତାକୁ ଆଉ ଅଳ୍ପ ସମୟ ଗୋଳେଇ ସେଥିରେ ପନିର କୋପ୍ତା କିଛି ପକେଇଦେଲୁ। ରେଡ଼ି ହୋଇଗଲା ଆମର ଫୁଲକୋବି ଓ ପନିର କୋପ୍ତା ତରକାରୀ। ଅଣ୍ଡା ଚପ୍ ଓ ଆଳୁ ଚପ୍ ପାଇଁ ଅଣ୍ଡା ଓ ଆଳୁ ବଏଲ୍ କରିବା ପାଇଁ ବସେଇ ମସ୍ତ ଚା କରି ସମସ୍ତେ ବସି ଗପସପ କରି ଚା ପିଇବାର ମଜା ନେଲୁ। 10 ମିନିଟ୍ ପରେ ଅଣ୍ଡା ଓ ଆଳୁ ସିଝି ଯାଇଥିଲା। ପୁଣି କାମ ଆରମ୍ଭ କଲୁ। ଏପଟରେ ସିଝା ଆଳୁରୁ ଚୋପା ଛଡ଼ା ଚାଲିଛି। ପିଆଜ, ରସୁଣ, ଅଦା କଟା ମଧ୍ୟ ଚାଲିଛି। ସିଝା ଅଣ୍ଡାରୁ ମଧ୍ୟ ଚୋପା ଛଡ଼ା ଚାଲିଛି। ଦେଖନ୍ତୁ ଅଣ୍ଡା ଚପ୍ ପାଇଁ କିଭଳି ଭାବରେ ଅଣ୍ଡା ଗୁଡ଼ିକ ସମାନ ଭାବରେ କଟା ହେଉଛି। ଆଳୁ ଚପ୍ ପାଇଁ ଆଳୁ କଷିବା ଦରକାର। ସେଥିପାଇଁ ଗରମ ତେଲରେ ଫୁଟଣ ପକେଇ ଫୁଟଣ ଭଲ ଭାବେ ଚଡ଼କି ଗଲା ପରେ ସେଥିରେ ଅଦା, ରସୁଣ, ଲଙ୍କା ଛେଚା ଓ ପିଆଜ ପକେଇ ଭାଜି ବଏଲ୍ଡ ଆଳୁ ପକେଇ ଏଭଳି ଭାବରେ ଚକଟି କଷି ନେଲୁ। ଆପଣମାନେ ବଏଲ୍ଡ ଆଳୁକୁ ଆଗରୁ ଚକଟି ରଖି ଭଜା ମସଲାରେ ପକେଇ କଷି ପାରିବେ। ସେଥିରେ କିଛି ଚାଟ୍ ମସଲା, ଚିକେନ ମସଲା ଓ ଧନିଆ ପତ୍ର ପକେଇଛୁ। ଏପଟରେ ଆଳୁ ଚପ୍ ପାଇଁ ଆଳୁ କଷା ଚାଲିଛି। ଦେଖନ୍ତୁ ଏପଟରେ ଅଣ୍ଡା ଚପ୍ ପାଇଁ ବଏଲ୍ଡ ଆଳୁରେ ପିଆଜ, ରସୁଣ, ଅଦା, ଲଙ୍କା, ଧନିଆ ପତ୍ର, କାଶ୍ମୀର ଲାଲ ମିର୍ଚ୍ଚ ପକେଇ ତାକୁ ଗୋଳେଇକି ରଖିଦେଲୁ। ଆଳୁ ଚପ୍ ଓ ଅଣ୍ଡା ଚପ୍ ପାଇଁ ଆଳୁ ରେଡ଼ି ହୋଇଗଲା। ବେସନରେ ଲୁଣ, ହଳଦୀ ଓ ଅଳ୍ପ ଖାଇବା ସୋଡ଼ା ପକେଇ ଭଲ ଭାବେ ଫେଣ୍ଟି ନେଲୁ। ବେସନକୁ ଯେତେ ଭଲ ଭାବେ ଫେଣ୍ଟିବେ ଆଳୁ ଚପ୍ ଓ ଅଣ୍ଡା ଚପ୍ର ଟେକ୍ସଚର ସେତେ ଭଲ ହେବ। ଭେଜ୍ ଓ ନନ୍ଭେଜ୍ ଖାଇବା ମେମ୍ବର ଅଲଗା ଥିବାରୁ ପ୍ରଥମେ ଆଳୁ ଚପ୍ ସବୁ ଛାଣି ନେଲୁ। ଆପଣମାନେ ଯେଉଁ ସାଇଜ୍ର ଆଳୁ ଚପ୍ କରିବାକୁ ଚାହିଁବେ ଆଳୁ ସେଇ ସାଇଜ୍ର ଗୋଲ ଗୋଲ କରି ବେସନରେ ବୁଡ଼େଇ ଛାଣିବେ। ଥରେ ଥରେ କରି 3-4 ଥରରେ ଆମର ଆଳୁ ଚପ୍ ଛଣା ସରିଲା।
ଖାଲି କାମ ତ ଚାଲିନଥାଏ, କାମ ସାଙ୍ଗକୁ ବିତି ଯାଇଥିବା ସୁଖ ଦୁଃଖ ଦିନ ଗୁଡ଼ିକର ସ୍ମୃତି ସବୁ ମନେ ମଧ୍ୟ ପଡ଼ୁଥାଏ ଓ ପରସ୍ପର ସାଙ୍ଗରେ ସେସବୁ ସ୍ମୃତିର ଆଦାନ ପ୍ରଦାନ ମଧ୍ୟ ଚାଲିଥାଏ। ଏବେ ଅଣ୍ଡା ଚପ୍ କରିବା। ସେଥିପାଇଁ ଦେଖନ୍ତୁ ଫାଳ ଅଣ୍ଡା ସିଝାରେ ଚକଟି ରଖିଥିବା ଆଳୁ ଦେଇ କିପରି ଭାବରେ ଗୋଟା ଅଣ୍ଡାର ସେପ୍ ଦେଉଛୁ। ଅଣ୍ଡାକୁ ଫାଳ ନ କରି ଗୋଟା ଅଣ୍ଡାକୁ ବ୍ୟାଟରରେ ଡିପ୍ କରି ମଧ୍ୟ ଛାଣିପାରିବେ, କିନ୍ତୁ ଆମ ଘରେ ସମସ୍ତେ ଏଭଳି ପ୍ରୋସେସ୍ରେ ଅଣ୍ଡା ଚପ୍ କଲେ ଖାଇବାକୁ ବେଶୀ ଭଲ ପାଆନ୍ତି। ଅଣ୍ଡା ଗୁଡ଼ିକ ଏବେ ବେସନର ବ୍ୟାଟରରେ ଡିପ୍ କରି ଛାଣି ନେବା। ଛାଣିବା ପାଇଁ ତେଲ ଅଧିକା ନେବାକୁ ପଡ଼ିବ। ଅଣ୍ଡା ଚପ୍ କଲାବେଳେ ସାବଧାନତାର ସହିତ ଛାଣିବେ, ନହେଲେ ଅଣ୍ଡା ଚପ୍ ପ୍ରାୟ ଫୁଟିଥାଏ। ଅଣ୍ଡା ଚପ୍ ମଧ୍ୟ 2-3 ଥରରେ ଛଣା ସରିଲା। ଆଳୁ ଚପ୍ ଓ ଅଣ୍ଡା ଚପ୍ର ଛଣା ବାସ୍ନା ସମସ୍ତଙ୍କୁ ରୋଷେଇ ଘର ଆଡ଼କୁ ଟାଣି ଆଣିଲା। ସମସ୍ତେ ସେଥିରୁ ନେଇ ଖାଇବାକୁ ଲାଗିଲେ। ଆମର କାମ ସବୁ ପରଫେକ୍ଟ ଟାଇମ୍ରେ ଫିନିଶ୍ ହେଇଯାଇଛି। ଏବେ ସେପଟରୁ ଡକା ଆସିଲାଣି। ଏବେ ରେଡ଼ି ହେଇ ସବୁ ପ୍ୟାକିଂ କରି ବାହାରିଲୁ ଯିବା ପାଇଁ। ଆପଣମାନେ ଭାବୁଛନ୍ତି କି ଭାଇକି ମାତ୍ର 2 ଥର ମାର୍କେଟ ଯିବାକୁ ପଡ଼ିଲା? ଟୋଟାଲ୍ 5 ଥର ଯାଇଛି ବିନା ଅବଜେକ୍ସନରେ। ରେଡ଼ି ହୋଇ ପହଞ୍ଚିଗଲୁ। ସମସ୍ତେ ପରସ୍ପରକୁ ଆଡ଼ଭାନ୍ସ ହାପି ନ୍ୟୁ ଇୟର୍ ୱିଶ୍ କରି ଆଲିଙ୍ଗନ କଲେ। ଦେଖନ୍ତୁ କ'ଣ କ'ଣ ଆଇଟମ୍ ସବୁ ରେଡ଼ି ହୋଇ ରଖା ହୋଇଛି। କଷ୍ଟାର୍ଡ଼, ଚିକେନ୍, ଡାଲ୍ ଫ୍ରାଏ, କାକୁଡ଼ି ସାଲାଡ଼, ପ୍ଲେନ୍ ରାଇସ୍, ଅଁଳା ଖଟା, ରୁଟି ଓ ସୁପ୍। ଷ୍ଟାର୍ଟ ହେଲା ଷ୍ଟାର୍ଟରରୁ, ଅଣ୍ଡା ଚପ୍, ଆଳୁ ଚପ୍ ଓ ସୁପ୍ରୁ। ହସ ଖୁସି ମଜା ଗପସପ ଭିତରେ 1 ଘଣ୍ଟା ବିତିଗଲା। ମେନ୍ କୋର୍ସ ପାଇଁ ଏବେ ପୁରୀ ଛଣା ଚାଲିଲା। ପୁରୀ ଛଣା ଚାଲିଥାଏ ଓ ନ୍ୟୁ ଇୟର୍ ପ୍ଲାନିଂ ମଧ୍ୟ ଚାଲିଥାଏ। 1 ଜାନୁଆରୀରେ କିଏ କୁଆଡ଼େ ବୁଲିବାକୁ ଯିବେ ଓ କାହାର ଆଉ କେଉଁଠି ଫିଷ୍ଟ ଅଛି ସେସବୁର ଗପ ଚାଲିଥାଏ। ଏପଟରେ ପୁରୀ ଛଣା ଚାଲିଲା ବେଳକୁ ସେପଟରେ ଡିନର ଟେବୁଲ୍ ସଜଡ଼ା ହୋଇଗଲାଣି। ସବୁ ଆଇଟମ୍ ବହୁତ ଟେଷ୍ଟି ହୋଇଥିଲା। ସମସ୍ତେ ମନ ଭରି ଓ ପେଟ ଭରି ଖାଇ ବହୁତ ଖୁସି ହେଲେ। ଆଶା କରୁଛି 2025 ମସିହାର ଶେଷ ଦିନଟି ଆପଣଙ୍କର ମଧ୍ୟ ବହୁତ ସୁଖମୟ ହୋଇଥିବ। ଜାନୁଆରୀ 1 ଓ 2 ତାରିଖରେ ଆମେମାନେ ମଧ୍ୟ ବୁଲିବାକୁ ଯାଇଥିଲୁ। ସେଥିପାଇଁ ଏ ଭିଡ଼ିଓଟି ଏଡ଼ିଟ୍ କରି ଅପଲୋଡ଼ କରିବା ପାଇଁ ଡେରି ହେଲା। ମୁଁ କୁଆଡ଼େ ଯାଇଥିଲି ନେକ୍ସଟ ଭିଡ଼ିଓରେ ଜାଣିପାରିବେ। ନୂତନ ବର୍ଷ ଆପଣଙ୍କ ଜୀବନରେ ଖୁସି, ସଫଳତା ଓ ନୂତନ ଆଶା ଆଣିଦେଉ ଏବଂ ଏକ ଉଜ୍ଜ୍ୱଳ ଓ ଆନନ୍ଦମୟ ବର୍ଷ ହେଉ। ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ଭିଡ଼ିଓଟି ଯଦି ଭଲ ଲାଗିଲା ତେବେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ ନିଶ୍ଚିତ କରିବେ। ଥ୍ୟାଙ୍କ ୟୁ। ଷ୍ଟେ ଟ୍ୟୁନ୍।